ମୁଁ ବର୍ତ୍ତମାନ ଚୁନିଦାର କ୍ଷେତ୍ରବାସୀ ମନ୍ଦିରରେ ପହଞ୍ଚିଛି। ଏହା କଲେଇ ପଞ୍ଚାୟତ ଅନ୍ତର୍ଗତ। ଆମେ ଯାହା ଆଜି ଜାଣିବାକୁ ପାଇଲୁ ଯେ ଏଇ ମା ଦେବୀଙ୍କର ମହିମା ବଡ଼ ବିଚିତ୍ର। ଆସନ୍ତୁ ଶୁଣିବା ସେ ମା ଯାହାଙ୍କୁ ପ୍ରସନ୍ନ ହୁଅନ୍ତି ତାଙ୍କ ମୁଖରୁ କିଛି କଥା। ଆମ ନ୍ୟୁଜ୍ ଚ୍ୟାନେଲ ଆପଣଙ୍କୁ ସ୍ୱାଗତ କରୁଛି। ଆଜ୍ଞା, ଏଇ ମନ୍ଦିର ବାବଦରେ ଏଇ କ୍ଷେତ୍ରବାସୀ ମନ୍ଦିର ବାବଦରେ ଆପଣଙ୍କର ଆମକୁ ଟିକେ ସଂକ୍ଷେପରେ ବତାଇବେ। ଆପଣଙ୍କର କ୍ଷେତ୍ରବାସୀ ମନ୍ଦିର ପାଖାପାଖି 500-600 ବର୍ଷ କି ଅଧିକ ହେବ। ଯେତେବେଳେ ରାଜା ପୁରୁଷୋତ୍ତମ ଦେବ କାଞ୍ଚି ଅଭିଯାନ କରିଥିଲେ, ସେଇ ଟାଇମ୍ର ସେ କ୍ଷେତ୍ରବାସୀ ମାନେ ଶ୍ରୀକ୍ଷେତ୍ରରୁ ଆସିକି ଏଠି ବସିକି ଏଇ ବାଟେ ଯାଇଥିଲେ ବୋଲି ଏଇଟା ଜଙ୍ଗଲ ଥିଲା ତ, ସେଇଥିପାଇଁ କ୍ଷେତ୍ରବାସୀ ୟା ନାମକରଣ ଦିଆହେଇଛି। ତାପରେ ଇଏ ବହୁତ ଦିନ ହେଲା ଆମ ଗୋସାପ ଅମଳରୁ ଏଠି ଯାତ୍ରା ଆପଣଙ୍କର ଏଇ ଯେଉଁ କାଳିଶୀ ଯାତ୍ରା ଲାଗେ। ତାମାନେ କାଳିଶୀ ପାଖରେ କିଛି ଲୋକ ଭଲ ହୁଅନ୍ତି, ଘୋଡ଼ା ବି ବସେ। ଲୋକଙ୍କର ଗୋଟେ ବିଶ୍ୱାସ ରହିଯାଇଛି ଆଉ। ଆଜ୍ଞା, ଏଠି ମାଙ୍କର କିଛି ଗୋଟେ ବଡ଼ ପର୍ବ ଏଠି ଅଛି। ଆପଣଙ୍କର ଜାନୁଆରୀ 14-15 ଯେଉଁ ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତି ଆମର ପଡ଼େ, ସେଠି ଆଉ ବିରାଟ ଆକାର ଏଠି ଯାତ୍ରା ହୁଏ। ଆପଣଙ୍କର ବହୁ ଲକ୍ଷ ଲକ୍ଷ ଲୋକ ସଂଖ୍ୟାର ଆସନ୍ତି ଆଉ 3 ଦିନ ଧରିକି। ମନ୍ଦିରର ପରିଚାଳନା କରିବା ପାଇଁ ଆଜ୍ଞା, ଆପଣଙ୍କର କମିଟି ଥିବ? କମିଟି ଅଛି। କମିଟି ଦାୟିତ୍ୱ କିଏ ନେଇଛି? ଆପଣଙ୍କ ଦାୟିତ୍ୱ ମୁଖ୍ୟ ଦାୟିତ୍ୱରେ ବର୍ତ୍ତମାନ ଗୌରୀ ଗୋପାଳ ଜେନା, ନିତ୍ୟାନନ୍ଦ ବେହେରା, ବାବୁରାମ ମଳିକି, ଏଭଳିଆ 10-15 ମହେନ୍ଦ୍ର ମଳିକି, କୃଷ୍ଣଚନ୍ଦ୍ର ବେହେରା, ଆପଣଙ୍କର ସେ ଅଭିନୟ ସାହୁ, ଏଇଭଳିଆ ଆପଣଙ୍କର 30-40 ଜଣ କମିଟି ମେମ୍ବର ଅଛନ୍ତି। ବର୍ତ୍ତମାନ 9 ଖଣ୍ଡ ଗାଁ, ମାନେ 2ଟା ମୌଜା, 9 ଖଣ୍ଡ ଗାଁ। ଆଚ୍ଛା ଆଜ୍ଞା, ସରକାରୀ ସାହାଯ୍ୟ ମିଳିଲାଣି? ଆପଣଙ୍କ ମନ୍ଦିରକୁ ସରକାରୀ ସାହାଯ୍ୟ ମିଳିନାହିଁ, କିନ୍ତୁ ସବୁ ଆମର ପଞ୍ଚାୟତବାସୀ କ'ଣ, ଏଇଟା ଭଦ୍ରକ ଜିଲ୍ଲା କ'ଣ ଓଡ଼ିଶାର ଆପଣଙ୍କର କ୍ଷେତ୍ରବାସୀ ନାଁ କୋଣ ଅନୁକୋଣରେ ଲୋକ କିଛି ଜାଣିଛନ୍ତି। ତାପରେ ଏଠି ଆପଣଙ୍କର ସମସ୍ତେ ଜାଣିଛନ୍ତି ପଞ୍ଚତୀର୍ଥ ହେଉ, ନହେଲେ ଆପଣଙ୍କର ହେଉଛି ପର୍ଯ୍ୟଟନସ୍ଥଳୀ ହେଉ, ଲୋକଙ୍କର ଗୋଟେ ଦାବି ରହିଆସୁଛି। ଆଉ ଏଠି ସମସ୍ତେ ତ ଆସିଛନ୍ତି, ଆପଣଙ୍କର ପୁଲିସ ପ୍ରଶାସନକୁ ତ ଆରମ୍ଭ କରି ସରକାରୀ ଅଫିସର ମାନେ ସବୁ ଆସିକି ଜାଣିଛନ୍ତି ଏ ଜାଗାଟା କ'ଣ। ଆଉ MLA ମନ୍ତ୍ରୀ ସବୁ ଆସନ୍ତି। ଆଉ କୃଷ୍ଣବାବୁ, ଆମକୁ ଏତେ ସମୟ ଧରି ସାକ୍ଷାତକାର ଦେଲେ, ସେଥିପାଇଁ ଆମ ଚ୍ୟାନେଲ ତରଫରୁ ଅଶେଷ ଧନ୍ୟବାଦ। ଆପଣଙ୍କ ନ୍ୟୁଜ୍ ଚ୍ୟାନେଲକୁ ମୁଁ ବି ଅଶେଷ ଧନ୍ୟବାଦ ଦେଉଛି। ଆଜ୍ଞା, ଆପଣଙ୍କ ନାଁଟା କ'ଣ? ମୋ ନାଁ ବୈକୁଣ୍ଠ ବେହେରା। ଆପଣ ମାଙ୍କ ବିଷୟରେ କ'ଣ ଟିକେ କୁହନ୍ତୁ? ମାଙ୍କ ବିଷୟରେ ବାପା ଥିଲେ। ବାପା ପରେ ପରେ ମୋତେ ଠାକୁର ଗ୍ରାମ ଦେବତୀ ମୋତେ ବିଶ୍ରାମ ହେଲେ। ମୁଁ ଆସିକି 28 ବର୍ଷ ହେଲା ମୋତେ ଠାକୁର ବିଶ୍ରାମ ହେଉଛନ୍ତି। ଆଉ ଲୋକମାନେ ଏଠି ଆରୋଗ୍ୟ ହେଇକି ଯାଉଛନ୍ତି। ଆଜ୍ଞା, ଏଇ ଠାକୁର କେତେ ବର୍ଷ ହେଲାଣି ଏଠି ମା ଅଛନ୍ତି? 100 ବର୍ଷ ଉପରେ। 100 ବର୍ଷ ଉପରେ? ହଁ। ଆଚ୍ଛା, ଏଇ ମନ୍ଦିରକୁ ମାନେ ଯେଉଁମାନେ ପରିଚାଳନା କରୁଛନ୍ତି, କମିଟି ଅଛି? ହଁ, କମିଟି ଅଛି। ହଁ। ଆଚ୍ଛା, ମା ଆଉ କ'ଣ ଏଠି ମାନେ ମା ଦ୍ୱାରା ଲାଭ ମାନେ ଯାହାର ଯେଉଁ ରୋଗ ହୁଏ ଭଲ ହେଇକି ଯାଉଛନ୍ତି। ଆଉ ଏଠି ତାଙ୍କର ଜାନୁଆରୀ 14ରୁ ମାନେ ମେଳା ଆରମ୍ଭ ହୁଏ 4-5 ଦିନ। ଆଉ ମାନେ ବହୁତ ଦର୍ଶକ ଆସନ୍ତି, ହଜାର ମାନେ ପ୍ରବଳ ଏଟା ପଡ଼ିଆ ଫୁଲ ହେଇଯାଏ। ଆଜ୍ଞା, ଆପଣଙ୍କ ନାଁଟା କହିବେ? ମୋ ନାଁ ଶ୍ରୀ ବୈକୁଣ୍ଠ ବେହେରା। ବୈକୁଣ୍ଠ ବାବୁ, ଆପଣ ଆମ ନ୍ୟୁଜ୍ ଓଡ଼ିଆ ଚ୍ୟାନେଲକୁ ସାକ୍ଷାତକାର ଦେଇଥିବାରୁ, ଏତେ କଥା ମାଙ୍କ ବିଷୟରେ କହିଥିବାରୁ ଆମେ ଆପଣଙ୍କୁ ଧନ୍ୟବାଦ।